ଧାନଗରାରୁ ବନମାଳୀପୁର ପର୍ଯ୍ୟନ୍ତ ଯେଉଁ ରାସ୍ତା ମରାମତି କରାଯାଉଛି, ଡ୍ରେନ୍ ସୁବିଧା ଯେଉଁ କରାଯାଇଛି, କିନ୍ତୁ ଠିକ୍ ଭାବରେ ଯେତିକି ଚଉଡ଼ାରେ କରିବା କଥା ସେତିକି କରାଯାଉନି ଏବଂ ରାସ୍ତାର ଠିକ୍ ମରାମତି କାମ କରାଯାଉନି। ଏ ବାବଦରେ ଆପଣଙ୍କ ପାଖରେ ବହୁତ ଲୋକ ଅଭିଯୋଗ କରୁଛନ୍ତି। ନାଇଁ, ମୋତେ ତ ବହୁତ ଲୋକ ସବୁଦିନ ଆସି ଅଭିଯୋଗ କରୁଛନ୍ତି ଯେ ଅଠାନ୍ତରରୁ ବନମାଳୀପୁର ପର୍ଯ୍ୟନ୍ତ ଯେଉଁ ରାସ୍ତାଟା PWD କରୁଛନ୍ତି, ଏ ରାସ୍ତାର ସ୍ପେସିଫିକେସନ୍ ଯାହା ସେଆ କରାଯାଉ ନାହିଁ ଏବଂ ଯେଉଁ ଦୁଇପଟେ ମାନେ ଡ୍ରେନ୍ କରିକି ରାସ୍ତାଟାକୁ ସଂକୁଚିତ କରିଦେଲା ଏବଂ ଯେତିକି ଓସାର ହେବା କଥା ସେ ତାଠୁ ବହୁତ କମ୍ ଓସାର କରିକି କରୁଛନ୍ତି ଏବଂ ଅନେକ ଲୋକ ରାସ୍ତା ଉପରକୁ ମାଡ଼ି ବସିଛନ୍ତି। ସରକାରୀ ଜାଗା ତାକୁ ବି ଇଭେକ୍ସନ୍ କରାଯାଉ ନାହିଁ। ତାପରେ ବଡ଼ କଥା ହେଲା ଯେ ବନମାଳୀପୁର ଯେଉଁ ମାନେ ହାଟଟା ଅଛି ବ୍ରିଜ୍ ସେପଟେ ସେଟା ଏକଦମ ସଂକୁଚିତ। ବାରମ୍ବାର ସେ ଲୋକମାନେ ସେ ଜାଗା ମାଡ଼ି ବସୁଛନ୍ତି। ତହସିଲଦାର ମାନେ ଇଭେକ୍ସନ୍ କଲା ପରେ ମଧ୍ୟ ପୁଣି ଆଉ ଥରେ ମାଡ଼ି ବସୁଛନ୍ତି। ତେଣୁକରି ଆଡ଼ମିନିଷ୍ଟ୍ରେସନକୁ ଶକ୍ତ ଷ୍ଟେପ୍ ନେବାକୁ ପଡ଼ିବ। ଯେଉଁମାନେ ସରକାରୀ ଜାଗା ମାଡ଼ି ବସିଛନ୍ତି ନିଜର ସ୍ୱାର୍ଥ ପାଇଁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା କଥା। ତାଙ୍କୁ ବହୁତ ପରିମାଣରେ ଫାଇନ୍ କରିବା କଥା ଯେ କାହିଁକି ସରକାରୀ ଲୋକମାନଙ୍କୁ ଯିବା ଆସିବାକୁ ବହୁତ ଅସୁବିଧା ହେଉଛି, ମାନେ ଗାଡ଼ି ମଟର ସବୁ ଅଟକି ଯାଉଛି ଏବଂ ବନମାଳୀପୁର ବଜାର ସବୁଠୁ ବଡ଼ ବଜାର, ଯେଉଁଟାକି ସାରା ଭାରତବର୍ଷରେ ଯାହା ଯାହା ମିଳିବ ସେ ବଜାରରେ ସେୟା ମିଳିବ। ତେଣୁକରି ଏ ବିଷୟରେ ଆଡ଼ମିନିଷ୍ଟ୍ରେସନ୍ ଦୃଷ୍ଟି ଦେବା କଥା। କଲେକ୍ଟର ତହସିଲଦାର ମୋତେ ଚିଠି ଲେଖୁଛି ବାରମ୍ବାର ଏବଂ ଏଇ ଯେଉଁ PWD ଡିପାର୍ଟମେଣ୍ଟର ମଧ୍ୟ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଠିକ୍ସେ ସେ ବ୍ରିଜ୍ଟାକୁ ରଙ୍ଗ ଦେବା କଥା, ବ୍ରିଜ୍ଟାକୁ ମରାମତି କରିବା କଥା। ଯେଉଁଟାକି ବନମାଳୀପୁର ଏଣ୍ଟ୍ରି ଅଛି ସେଟା ବି ଦୀର୍ଘ ଦିନ ପଡ଼ିଲେଣି ସେ ହେଇପାରୁନି କିଛି। କିନ୍ତୁ ପୁଣି ଆଉ ଥରେ ବିଷୟ ବିଭାଗୀୟ ମନ୍ତ୍ରୀ ଅଛନ୍ତି, ଜଣେ ଦକ୍ଷ ମନ୍ତ୍ରୀ, ତାଙ୍କ ସହିତ ଆଲୋଚନା କରିବି। ଏବେ ତ ଯେଉଁ ଇଟା ଭାଟି ସିମେଣ୍ଟ ଇଟା କରୁଛନ୍ତି 100ରୁ ଉର୍ଦ୍ଧ୍ୱ ହେବ ଜୟଦେବ କନଷ୍ଟିଟ୍ୟୁନ୍ସିରେ। ଏମାନେ ତ ଲୋକଙ୍କର ଯାହା କହିବା କଥା ବେଧଡ଼କ ଭାବରେ ବାଲି ସେମାନେ ନେଉଛନ୍ତି ଏବଂ ପାହାଡ଼ ସଦୃଶ ବାଲି ତାଙ୍କର ଇଟା ଭାଟି ସାମ୍ନାରେ ସେମାନେ ଗଦେଇଛନ୍ତି ଏବଂ ଏମାନେ ରୟାଲ୍ଟି ଦେଉଛି କି ନାହିଁ ସେ କଥା ବି କହିପାରିବି ନାହିଁ ଏବଂ ଏହାଦ୍ୱାରା ହୁଏତ ରୟାଲ୍ଟି ନଦେଲେ ମାନେ କୋଟି କୋଟି ଟଙ୍କା ସରକାରଙ୍କ ଲସ୍ ହେଉଥିବ ଏବଂ ତା ସହିତ ଗାଁ ଗଣ୍ଡା ସବୁ ଜାଗାରେ ଇଟା ମାନେ ବାଲି ସବୁ ଗଦେଇ କରି ଏଡ଼େ ବାଲି ମାଫିଆଙ୍କର ତାଣ୍ଡବ ନୃତ୍ୟ ଚାଲିଛି ସବୁଆଡ଼େ। ମାନେ ସେମାନେ ସବୁ ଏ କାରବାର କରୁଛନ୍ତି ଏବଂ ବିଶେଷ କରି ଇଏ ଯେଉଁ ଯାହାକୁ ମାଇନ୍ସ ଡିପାର୍ଟମେଣ୍ଟ ନେଇଛନ୍ତି, ମାଇନିଂ ଅଫିସର ଜଣେ ଅଛନ୍ତି, ସେ ତ ପୁରା ଆଖି ବୁଜି ଦେଇଛି। ଖୋର୍ଦ୍ଧାରେ ଯେ ଅଛନ୍ତି ସେ ତ ପୁରା ସମ୍ପୂର୍ଣ୍ଣ ଭାବରେ ନୀରବ ଅଛନ୍ତି। ଆଉ ଏପଟେ ତହସିଲଦାରଙ୍କୁ ଦାୟିତ୍ୱ ଦିଆହେଇଥିଲା ଯେ ସେମାନେ ତାକୁ ରେଡ୍ କରିବ, କେଉଁ ଜାଗାରେ ରେଡ୍ ହେବାର ନାହିଁ, କିଛି ନାହିଁ। ତେଣୁକରି ମାନେ ବର୍ତ୍ତମାନ ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟି ଯାଇଛି ଜୟଦେବ ନିର୍ବାଚନ ମଣ୍ଡଳୀ। ଏହାକୁ ତୁରନ୍ତ ବନ୍ଦ କରିବା ଦରକାର, କାରଣ କୋଟି କୋଟି ଟଙ୍କା ସରକାରଙ୍କ ଲସ୍ ହେଉଛି ଏବଂ ଏହା ଭୟ କିଛି ନାହିଁ କାହାର ବାଲି ଉଠାଇବା ପାଇଁ। ଯେଉଁଠି ଯଦି ଆପଣ ଏବେ ଦେଖିବାକୁ ଏଇଠି ଯେଉଁ ଶିଶୋଲ ଗଳା ବେଳେ ଯେଉଁ ଧନୁଆ ନଈର ଡାହାଣ ପଟେ ପ୍ରତିଦିନ ବାଲି ଗଦାଉଛନ୍ତି ସବୁ ଜାଗାରେ, ମାନେ ଜୟଦେବ ନିର୍ବାଚନ ମଣ୍ଡଳୀ ବୁଲିଗଲେ ସବୁ ଗାଁରେ ବାଲି ଗଦାଉଛନ୍ତି। ଏ ଦିଗରେ ଆଡ଼ମିନିଷ୍ଟ୍ରେସନ୍ ପଦକ୍ଷେପ ନେବା ଦରକାର ତୁରନ୍ତ। ଆଉ ମାଇନିଂ ଅଫିସର ତ ଖୋର୍ଦ୍ଧାରେ ରହନ୍ତି, ସେ କହୁଛନ୍ତି ମୋ ପାଖରେ କେହି ନାହିଁ, ଷ୍ଟାଫ୍ ନାହିଁ, ମୁଁ କ'ଣ କରିବି। ଅସହାୟ ପ୍ରକାଶ କରୁଛନ୍ତି। କ'ଣ ପାଇଁ ଅସହାୟ ପ୍ରକାଶ କରୁଛନ୍ତି? କାହିଁକି ଏରିଆକୁ ଆସୁନାହାନ୍ତି, କାହିଁକି ଫାଇନ୍ କରୁନାହାନ୍ତି, ଆଉ ଜାଣିଶୁଣି ସରକାରଙ୍କୁ କାହିଁକି ଅର୍ଥ ଲସ୍ କରାଉଛନ୍ତି ତାକୁ ହିଁ ଜଣା। ତାଙ୍କ ଉପରେ ଲୋକ ସନ୍ଦେହ ପ୍ରକାଶ କରୁଛନ୍ତି ଯେ ଏହା ଭିତରେ କିଛି ରହସ୍ୟ ଅଛି, ସେଥିପାଇଁ ମାଇନିଂ ଅଫିସର ସମ୍ପୂର୍ଣ୍ଣ ନୀରବ ଅଛନ୍ତି। ଯିଏ ବି କାମ କରନ୍ତି ସବୁବେଳେ ସେମାନେ ରାସ୍ତାରେ ପାଣି ଛିଞ୍ଚି ଦିଅନ୍ତି ଯେମିତି ଧୂଳି ଉଡ଼ିବ ନାହିଁ, ଲୋକଙ୍କର ଅସୁବିଧା ହେବ ନାହିଁ। ତେଣୁକରି ଏ ବିଷୟରେ ମଧ୍ୟ ଲୋକମାନେ ଅଭିଯୋଗ କରୁଛନ୍ତି। ଯେଉଁମାନେ ଆସୁଛନ୍ତି ଏକଦମ ପୁରା କୁହୁଳି ଭଳିଆ ଧୂଳି ଭର୍ତ୍ତି ହେଇଯାଉଛନ୍ତି, ଆଖିରେ ଦେଖାଯାଉ ନାହିଁ।
ତେଣୁକରି ଯିଏ କଣ୍ଟ୍ରାକ୍ଟର ଏଥିରେ ସତର୍କ ହେବା ଦରକାର ଏବଂ ସେ ତୁରନ୍ତ ମାନେ ଇଏ ପାଣି ଛିଞ୍ଚି ଦେବା ଦରକାର ଯେଉଁ ଜାଗାରେ ସେ କାମ କରୁଥିବ। ଲୋକଙ୍କର ଯେମିତି ଅସୁବିଧା ନ ହେବ ସେ ପାଇଁ ପଦକ୍ଷେପ ନେବା ଦରକାର। ଏ ବିଷୟ ମଧ୍ୟ କିଏ ଅଛନ୍ତି ଇଞ୍ଜିନିୟର ତାଙ୍କୁ ମୁଁ ଜଣାଇବି।